କୌଣସି ଚାଷୀ ଅବହେଳିତ ଭାବେ ରହିବେ ନାହିଁ। ଭଦ୍ରକ କଲେକ୍ଟର ବି ସାଥିରେ ଅଛନ୍ତି, ଅନ୍ୟ ସମସ୍ତ ଅଧିକାରୀ ମାନେ ଅଛନ୍ତି। ଚାଷୀ ମାନଙ୍କର ଯୋଉ ଧାନର ଅବସ୍ଥା ଏଠି ଆମେ ଦେଖିଲୁ, ଆର 2 ବ୍ଲକ କୁ ମୋର ଦେଖିବାର ଅଛି। ଦେଖି ସାରିଲା ପରେ ଆମେ 30 ତାରିଖ ସୁଦ୍ଧା ଯୋଉମାନେ ରିपोର୍ଟ ଆମର ଦେବେ ତାଙ୍କର ବି ରିଭ୍ୟୁ ହବ। ସମସ୍ତ ଚାଷୀ ମାନଙ୍କର ଏଇ ସମୟରେ ବିପଦ ସମୟରେ ସରକାର ଚଟାଣ ଭଳି ତାଙ୍କ ପଛରେ ଠିଆ ହେଇଛି। ମୁଁ ଚାଷୀ ବନ୍ଧୁ ମାନଙ୍କୁ ଅନୁରୋଧ କରୁଛି, ନିଜେ ନ ଭାଙ୍ଗି ପଡି ପୁଣି ଉଜୁଡ଼ି ଯାଇଥିବା ଚାଷ ବା ଫସଲକୁ କେମିତି ସରକାର ଯେତେ ସାହାଯ୍ୟ ସହଯୋଗ ତା ଦେହରେ ଦବ, ତାକୁ କେମିତି ଆମେ ସଠିକ ଭାବେ ଚାଷୀଙ୍କ ପାଖେ ପହଞ୍ଚେଇବା, ସେ ବ୍ୟବସ୍ଥାରେ ଲାଗିବା କଥା। ସମସ୍ତଙ୍କର ଏ ବିପଦ ବେଳରେ ସରକାର ତାଙ୍କ ସହିତ ଅଛି। ଚାଷୀ ମାନଙ୍କର ଯୋଉ ଫସଲ ନଷ୍ଟ ହେଇଛି ତାର ଭରପାଇ ରାଜ୍ୟ ସରକାର ଭଲ ଢଙ୍ଗରେ କରିବ ଏବଂ କୌଣସି ଚାଷୀ ଅବହେଳିତ ଭାବେ ରହିବେ ନାହିଁ, ଏ କଥାକୁ ସରକାର ଦେଖିବା ପାଇଁ ଆଜି ସକାଳୁ ସବୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନେ ସମସ୍ତେ ଗାଁ ଗହଳିକୁ ଯାଇଛନ୍ତି। ମୁଁ ଭଦ୍ରକ ଆଉ ବାଲେଶ୍ୱର ଯିବି, ତେଣୁ ସମସ୍ତଙ୍କ ସହିତ ନ୍ୟାୟ ହବ। ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ସରକାର ଉପରେ ଭରସା ରଖନ୍ତୁ, କାରଣ ବାତ୍ୟା ବନ୍ୟା ଦୈବୀ ଦୁର୍ବିପାକ କାହା ହାତରେ ନଥାଏ, କିନ୍ତୁ ଏ ସମୟରେ ସରକାର ଆପଣଙ୍କ ସହିତ ଅଛି। ଯାହା ଅସୁବିଧା ହବ ସରକାର ଆପଣଙ୍କ ସାଥିରେ ଥାଇ ତାକୁ ସମାଧାନ କରିବ। ଦେଖୁଛି ମୁଁ ଧାନ ଗଜା ହେଇଯାଇଛି, ଧାନର ଇଏ ବି କାଟିବା ଲାୟକ ଆଉ ନାହିଁ, ଯାହା ଦେଖୁଛି ମୁଁ ତାର ସମୀକ୍ଷା ବି ହବ ଜିଲ୍ଲାପାଳଙ୍କ ଲେବଲରେ। ମୁଁ ଭାବୁଛି ବହୁତ ଜଲ୍ଦି କ୍ଷତି ତ ଯାହା ହେଇଛି ହେଇଛି, କିନ୍ତୁ ଏଥିରେ ଭାଙ୍ଗି ପଡି ନିଜର ଆଉ ବହୁତ କ୍ଷତି ନ କରିବାକୁ ମୁଁ ଅନୁରୋଧ କରୁଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।